ସକାଳ ଉଠି ପ୍ରଥମେ ଗାର୍ଡେନରେ ଥିବା ଗଛପତ୍ରକୁ ଦେଖିଲା ପରେ ହିଁ ମୋ ଦିନର ଆରମ୍ଭ ହୁଏ। ଦେଖିଲେ ଫୁଲ ଗୁଡ଼ିକ କେତେ ସୁନ୍ଦର ଦେଖାଯାଉଛି। ଆଜି ଦେଖିବା ମୋ ଟେରେସ୍ ଗାର୍ଡେନରେ ହେଇଥିବା କିଛି ଫଳ ଗଛ। ଦେଖିଲେ ଏଇ ଛୋଟ ବେଦନା ଗଛରେ ବେଦନା କେମିତି ଭର୍ତ୍ତି ହେଇକି ଧରିଛି। ବାକି ଏ ବେଦନା ପାଚିଲାଣି କି ନାହିଁ ମୁଁ ଜାଣିନି। ଲେଙ୍ଗଚା ଚିକୁ ଗଛ ଏଇଟା। ଏଠି ଦେଖନ୍ତୁ ଗୋଟେ ଧରିଛି, ତା ସହିତ କିଛି ଫୁଲ ଫୁଟିଲାଣି, କିଛି ଫୁଲ କଢ଼ ହେଇକି ଅଛି। ଏଇଟା ହଉଛି ଲିଚୁ ଗଛ। ଏଇଟା ଏଇ 4-5 ମାସର ଗଛ, ଛୋଟ ଗଛ। ଏଇଟା ହଉଛି ଆପଲ୍ ବେର୍ର ଗଛ। ଏଥିରେ ଫଳ ହେଇଛି, ଫୁଲ ଆସିଛି। ମୋ ଗାର୍ଡେନରେ ଥିବା ଗଛ ଗୁଡ଼ିକ ସବୁ ଏଇ 10-11 ମାସର ଗଛ। ତା ଭିତରେ ଦେଖନ୍ତୁ ଗଛ ଗୁଡ଼ା କେତେ ବଡ଼ ବଡ଼ ହେଇଗଲାଣି। ଏଇଟା ହେଉଛି VNR ପିଜୁଳି ଗଛ। ଏଥିରେ ଫୁଲ ଆସିଥିଲା, ବାକି ଫଳ ଏଯାଏଁ ଧରିନି। ଏଇଟା ହେଉଛି ମଲବେରୀର ଗଛ। ଏଇ ବର୍ଷା ସିଜନରେ ମୁଁ ୟାକୁ କଟିଂରୁ ଗ୍ରୋ କରିଥିଲି। ଏବେ ତାର ଫ୍ରୁଟିଂ ଆରମ୍ଭ ହେଇଗଲାଣି। ଏଇଟା ହେଉଛି ଡ୍ରାଗନ୍ ଫ୍ରୁଟ୍ ଗଛ। ଏଇଟା ହେଉଛି ଷ୍ଟ୍ରବେରୀ ଗଛ। ଏଇଟା ଆଗ ବର୍ଷର ଗଛ। ଆଗ ବର୍ଷ ଏଥିରେ ବହୁତ ଫ୍ରୁଟିଂ ହେଇଥିଲା। ତାକୁ ମୁଁ ବଞ୍ଚେଇକି ରଖିଛି। ଏ ବର୍ଷ ପୁଣି ଫ୍ରୁଟିଂ ଆରମ୍ଭ ହେଇଗଲାଣି। ରହୁଛି, ବାଏ।